ସମସ୍ତଙ୍କୁ ୱେଲକମ୍ ଆଜିର ଏକ ନ୍ୟୁ ଭିଡ଼ିଓକୁ। ତ ଆମର ଯେଉଁ ବିଇଡ଼ି ଏକ୍ଜାମ୍ ଏଣ୍ଟ୍ରାନ୍ସ ଥିଲା ସେଇଟା ସରିଯାଇଛି। ତ ଆଜି ଆମେ ଦେଖିବା ଏକ୍ଜାମ୍ରେ ଯେଉଁ କ୍ୱେଶ୍ଚିନ୍ ଆସିଥିଲା ତାକୁ ଆମେ ଡିସ୍କସନ୍ କରିବା। ତ identify from the following ଏଇଟା ଅଛି ଆମର ଟିଚିଂ aptitude the essential element for creating an effective learning environment ମାନେ ଏମାନଙ୍କ ଭିତରୁ କୋଉଟା ଗୋଟେ essential element ଯାହାଦ୍ୱାରା କି effective learning environment create କରାଯାଇ ପାରିବ। ତ ଅପସନ୍ ଅଛି adherence to strict discipline, teacher centric approach, learner engagement and participation। ଆଉ ଗୋଟେ ଅଛି ମିନିମମ୍ ଟିଚର ଏନରୋଲମେଣ୍ଟ। ତ ଏଠାରେ ଆନ୍ସର୍ ହେଇଯିବ ଲର୍ଣ୍ଣର ଏନଗେଜମେଣ୍ଟ ଆଣ୍ଡ ପାର୍ଟିସିପେସନ୍। ଲର୍ଣ୍ଣର ମାନଙ୍କ ଏନଗେଜମେଣ୍ଟ ଦ୍ୱାରା ହିଁ ଲର୍ଣ୍ଣିଂ ଇଫେକ୍ଟିଭ ହୋଇପାରିବ। ନେକ୍ସଟ କ୍ୱେଶ୍ଚିନ୍କୁ ଯିବା। Which among the following is the primary goal of classroom management? Classroom management ର primary goal ଟା କ'ଣ? To limit learner ଏଟା ହବନି। ତ ଆଗକୁ ଅପସନ୍ ଦେଖିବା। To ensure students follow every rule ଏଇଟା ବି ହବନି, ମାନେ ଷ୍ଟୁଡେଣ୍ଟସ୍ ମାନେ ରୁଲ୍ ଫଲୋ କରିବେ ସେଇଟା ନି। ତ ମେନ୍ ଗୋଲ୍ କ'ଣ? ଟୁ ମେଣ୍ଟେନ୍ ପ୍ରପର୍ ଅର୍ଡ଼ର ଆଣ୍ଡ ଏଇଟା ହେଇଯିବ ଆନ୍ସର୍ ତୁମର। ଟୁ ମେଣ୍ଟେନ୍ ପ୍ରପର୍ ଅର୍ଡ଼ର ଆଣ୍ଡ ମ୍ୟାକ୍ସିମାଇଜ୍ ଲର୍ଣ୍ଣିଂ ଅପରଚ୍ୟୁନିଟି। ପିଲାମାନଙ୍କୁ କେମିତି ଲର୍ଣ୍ଣିଂ ଅପରଚ୍ୟୁନିଟି ମିଳିବ ସେଇଟା ହେଉଛି ଇଫେକ୍ଟିଭ୍। ନେକ୍ସଟ କ୍ୱେଶ୍ଚିନ୍ Cohen's witness concept which is critical for classroom management refers to ମାନେ କ୍ଲାସରୁମ୍ ତାଙ୍କ ହିସାବରେ କ୍ଲାସରୁମ୍ ମ୍ୟାନେଜମେଣ୍ଟ କ'ଣ? ଟିଚର୍ସ ଏବିଲିଟି ଟୁ ଏହାର ଆନ୍ସର୍ ହେଇଯିବ ବି। ଏନ୍ସ୍ୟୁର ଅଲୱେଜ୍ ଫର୍ ହ୍ୱାଟ୍ ଇଜ୍ ହ୍ୟାପେନିଂ ଇନ୍ ଦ କ୍ଲାସରୁମ୍ ୱିଥାଉଟ୍ ହ୍ୟାଭିଂ ଏ ଲୁକ୍ ମାନେ ମାନେ ଦେଖିକି କ୍ଲାସରୁମ୍ରେ କ'ଣ ହେଉଛି ତାର ଅନୁମାନ ଲଗାଇବାଟା, ସେଟା ତାଙ୍କ ହିସାବରେ ଟିଚରଙ୍କର ଗୋଟେ ଥିଲା ରୋଲ୍। ନେକ୍ସଟ କ୍ୱେଶ୍ଚିନ୍କୁ ଯିବା। ଷ୍ଟୁଡେଣ୍ଟସ୍ ଲର୍ଣ୍ଣିଂ ଅକର୍ସ ୱେନ୍ ଷ୍ଟୁଡେଣ୍ଟ ମାନଙ୍କ ଲର୍ଣ୍ଣିଂ ଅକର୍ ହେବ ମାନେ ପସିବୁଲ୍ ହେବ ଯେତେବେଳେ ଷ୍ଟୁଡେଣ୍ଟସ୍ ଆର୍ ମେଡ୍ ଆକ୍ଟିଭ୍, ଷ୍ଟୁଡେଣ୍ଟସ୍ ମାନେ ଯେତେବେଳେ ଆକ୍ଟିଭ୍ ହେବେ ସେତେବେଳେ। ନେକ୍ସଟ କ୍ୱେଶ୍ଚିନ୍କୁ ଯିବା। Which of the following describe change in individual behavior? ତ ଇଣ୍ଡିଭିଜୁଆଲଙ୍କର ବିହେଭିୟର ଚେଞ୍ଜ କେଉଁଥିପାଇଁ ହୋଇଥାଏ? ଲର୍ଣ୍ଣିଂ ପାଇଁ। The AICT regulates which of following? AICT जो इंस्टीट्यूशन अच्छी तो सेटा को माने कौन डिपार्टमेंट को रेगुलेट करता है? तो यार आंसर है टेक्निकल एंड मैनेजमेंट एजुकेशन। तो ओडिया ग्रामर आम पर करवा आगू जावा। देखा हिस्ट्री। हु एमंग द फॉलोइंग माने फ्रेंच एटा बोधे दिसनी क्वेश्चन टा आगू जावा। The details of the conspiracy by Clive against Siraj-ud-Dawla settled through जो कन्स्पिरेसी चली सिराजुद्दौला तो तार माने कहा द्वारा एटार आंसर होइटा बोधे बी हम है 37 नंबर बी। हाँ बी हम। केशव चंद्र सेन कौ माने कौ रिलीजन से बिलोंग करते? ऐसे हिंदुइज्म। इजी बहुत इजी क्वेश्चन आसी है। Which of the following is incorrect about ब्राह्मो समाज विषय कोटा इनकरेक्ट कही? देखा इट लेड एम्फेसिस ऑन ह्यूमन डिग्निटी एटा तो हेनी। इट अपोज आइडोलेट्री, इट क्रिटिसाइज सोशल इविल एज द एटा डी हम से केवल वेद और उपनिषद को क्रिटिसाइज करू नथिला। तो 29 नंबर डी हो। हु एमंग द फॉलोइंग कुड नॉट अटेंड द फर्स्ट मीटिंग जो इंडियन नेशनल कांग्रेस रथिला एमान को मधुर किए अटेंड करि पारि नथिले? तो यार आंसर हो
ସୁରେନ୍ଦ୍ରନାଥ ବାନାର୍ଜୀ, ଯିଏକି ଏ ମିଟିଂକୁ ଆଟେଣ୍ଡ କରିପାରିନଥିଲେ। ଦି ଲିଡିଂ ରୋଲ୍ ଇନ୍ ସ୍ପିରିଟିଂ ଦ ସ୍ୱଦେଶୀ ମୁଭମେଣ୍ଟ, ସ୍ୱଦେଶୀ ମୁଭମେଣ୍ଟର ଲିଡିଂ ରୋଲ୍ କିଏ କରିଥିଲେ? ଏହାର ଆନ୍ସର ବାଲ ଗଙ୍ଗାଧର ତିଲକ। ତ ଆମେ ବହୁତ ମାନେ ଜଲ୍ଦି ଆକୁ ସାରିବା ଟିକେ। In 1908, the bomb thrown by Prafulla Chaki and Khudiram Bose by mistake dropped, ମାନେ ମିଷ୍ଟେକଲି ଯେଉଁ ବମ୍ଟା ପକେଇଥିଲେ 1908ରେ, ତ ମିଷ୍ଟେକଲି କାହା ମାନେ କେଉଁଠି ପଡ଼ିଥିଲା? ତ ସେତେବେଳେ ଯେଉଁ କିଙ୍ଗଫୁଡ୍ ଥିଲେ ତାଙ୍କ ଉପରେ ପଡ଼ିଥିଲା, ସେ ଯେଉଁ ଥିଲେ ସେତିକି ବେଳେ। ଆଗକୁ ଯିବା। ହ୍ୱାଟ୍ ଟାଇପ୍ ଅଫ୍ ଗଭର୍ଣ୍ଣମେଣ୍ଟ ୱାଚ୍ ଷ୍ଟାଇଲ୍, ଫ୍ରାନ୍ସରେ ଯେଉଁ ଫ୍ରାନ୍ସ ଆଫ୍ଟର ଦ ମୋନାର୍କି ଯେଉଁ ଥିଲା ସେଇଟା ଖତମ ହେଇଗଲା ଫ୍ରାନ୍ସରେ, ତ ତାପରେ କେଉଁ ଶାସନ ଚାଲିଲା? ରିପବ୍ଲିକ ଚାଲିଲା। ବହୁତ ଇଜି କ୍ୱେଶ୍ଚିନ୍ଟା। ଆଗକୁ ଯିବା। ହୁ ୱାଜ୍ ଦ ପ୍ରେସିଡେଣ୍ଟ ଅଫ୍ ୟୁନାଇଟେଡ୍ ନେସନ୍ର ପ୍ରେସିଡେଣ୍ଟ କିଏ ଥିଲା World War I ବେଳେ? ତ ଏହାର ଆନ୍ସର ହେଇଯିବ ଉଡ୍ରୋ ୱିଲସନ୍। ଉଡ୍ରୋ ୱିଲସନ୍ ଥିଲେ ଆମେରିକାର ପ୍ରେସିଡେଣ୍ଟ ଡ୍ୟୁରିଂ ଦ World War I। ହ୍ୱାଟ୍ ୱାଜ୍ ଦ କୋଡ୍ ନେମ୍ ଅଫ୍ ଦ ଇନଭେନ୍ସନ୍ ଅଫ୍, ତ ଏହାର କ୍ୱେଶ୍ଚିନ୍ ସବୁ ଦିଶୁନି, ତଥାପି ଏତିକିରୁ ଜଣାପଡ଼ୁଛି କି ଯେଉଁ ଇନଭେନ୍ସନ୍ ଅଫ୍ ନର୍ମେଣ୍ଡି ଥିଲା ତାର କୋଡ୍ ନେମ୍ କ'ଣ ଥିଲା? ତ ଏହାର ଆନ୍ସର ହେବ, ଏହାର ଆନ୍ସର ହେଇଯିବ ଅପରେସନ୍ ଓଭରଲୋଡ୍। ହେଲା, ଆଗକୁ ଯିବା। 36 ନମ୍ବର। ଆପ୍ଲାଏଡ୍ ଜୁଡ଼ିକ୍ସନ୍ କ'ଣ ବୋଲଛି? ଏଇଟା ହେଇଯିବ ଇଟ୍ ହିୟର୍ସ, ଏ ହେବ। ହେଲା, ଏଇଟା ଏ ହେବ। ଇଟ୍ ହିୟର୍ସ ଆପ୍ଲେଟ୍ ଏଗେନ୍ଷ୍ଟ ଜଜମେଣ୍ଟ ଅଫ୍ ସୁପ୍ରିମ କୋର୍ଟ, ଆଉ ଯାହା ବି ଲେଖା ହେଇଛି ବହୁତ ଶୀଘ୍ର ସାରିବା ଆମେ। Keeping in view the procedure of amendment, how will character, ଇଣ୍ଡିଆରେ ଯେଉଁ ପ୍ରୋସିଜ୍ୟୁର ଅଫ୍ amendment ଅଛି ସେଇଟା କିପରି? ତ ଏହା ହେବ ବି, ପାର୍ଟଲି ରିଜିଡ୍ ଆଣ୍ଡ ପାର୍ଟଲି ଫ୍ଲେକ୍ସିବୁଲ। 44 ନମ୍ବର। ହାଉ ମେନି ପାରାଲେଲ୍ସ ଅଫ୍ ଲେଟିଟ୍ୟୁଡ୍ କ୍ୟାନ୍ ବି, ମାନେ କେତେଟା ପାରାଲେଲ୍ ଲେଟିଟ୍ୟୁଡ୍ ଡ୍ର କରାଯାଇପାରିବ ହାଫ୍ ଡିଗ୍ରୀରେ ବୋଲଛି? ଏଇଟା 336 ହେବ। ଯଦି ଫୁଲ୍ କହିଥାନ୍ତା ତାହେଲେ 180 ହୋଇଥାନ୍ତା। ବହୁତ ଇଜି କ୍ୱେଶ୍ଚିନ୍ଟା ଏଇଟା। ହେଲା, ୱିଥିନ୍ ହ୍ୱିଚ୍ ଅଫ୍ ଦ ଫଲୋଇଂ ଷ୍ଟେଟ୍ ଟ୍ରପିକ୍ ଅଫ୍ କ୍ୟାନ୍ସର କେଉଁ ଷ୍ଟେଟ୍ ଥ୍ରୁ ଯାଇ ନାହିଁ ବୋଲଛି? ତ ଛତିଶଗଡ଼ରେ ଯାଇଛି, ଝାଡ଼ଖଣ୍ଡରେ ବି ଯାଇଛି, ମଧ୍ୟପ୍ରଦେଶରେ ବି ଯାଇଛି, ତ ଆନ୍ସର ହେଇଯିବ ଆନ୍ଧ୍ରପ୍ରଦେଶରେ ଯାଇ ନାହିଁ, which is not କହିଛି। ହେଲା, within which of the following state in India does the Tropic of Cancer insert the Indian Standard Meridian? ହଉ ଠିକ୍ ଅଛି, ଆଗକୁ ଯିବା। Which among the following list ୱେଷ୍ଟର୍ଣ୍ଣ ଘାଟରେ ଯେଉଁ ପାସ୍ ଅଛି, 3ଟା ପାସ୍ ଦେଇଛି, ତ ସେଇଟା ସାଉଥ ଟୁ ନର୍ଥ ଅର୍ଡ଼ରରେ କେଉଁଟା ଅଛି ବୋଲଛି? ଏହାର ଆନ୍ସର ହେଇଯିବ ଡି। ହେଲେ ତମେ ମାନେ ଟିକେ 47 ନମ୍ବର ଟିକେ ଦେଖିଦେବ। ହେଲା, ଏଇଟା ଟିକେ ଡାଉଟ୍, 47 ନମ୍ବର ଟିକେ କନଫର୍ମ କରିଦେବ, ତ ମୁଁ ବି ଟିକେ ଡାଉଟ୍ ଅଛି। ଆଗକୁ ଯିବା। 49 which of the following tributary stream join the main stream bank different from, ମାନେ tributary 4ଟି ଦେଇଛି, ମାନେ ଏମାନଙ୍କ ମଧ୍ୟରେ କେଉଁଟା ଡିଫରେଣ୍ଟ? ତ ଏହାର ଆନ୍ସର ହେବ ଇନ୍ଦ୍ରାବତୀ। କାହିଁକି ନା ମଞ୍ଜିରା, ପୂର୍ଣ୍ଣା ଆଉ ୱାଇନ୍ ଗଙ୍ଗା ଏ 3ଟି ହେଉଛି ଗୋଦାବରୀର tributary, ବଟ୍ ଇନ୍ଦ୍ରାବତୀ ନୁହେଁ। which coastal tract area in India get very run, ମାନେ ୱିଣ୍ଟର during the summer monsoon period, ମାନେ ସମର ମନସୁନ୍ ପିରିୟଡ଼ରେ ଲୋ ରେନଫଲ୍ ମାନେ କେଉଁଟା ପାଇଥାଏ? ଏଇଟା ହେବ କରମଣ୍ଡଲ କୋଷ୍ଟ ହେବ। ଏଇଟା ଆମ ୱିଣ୍ଟରରେ ବେଶୀ ରେନଫଲ୍ ପାଇଥାଏ ସେ। which of the following Ramsar sites is a lagoon? ଏହାର ଆନ୍ସର ହେବ ଚିଲିକା। ଚିଲିକା is a Ramsar site and also a lagoon in India, ଆଉ ଚିଲିକା ଲେକ୍ ଆମ ଓଡ଼ିଶାରେ ଅଛି, ଆମେ ସେଟା ଜାଣିଛୁ। which of the following can be distinguished as a different type of resource from other, ମାନେ ଏମାନଙ୍କ ଭିତରୁ ରିସୋର୍ସ ମାନଙ୍କ ମଧ୍ୟରୁ କେଉଁ ରିସୋର୍ସଟି ଅଲଗା? ତ ଏଇଟା ଯାଏ
ଏଇଟା ଯାଉଛି ପବ୍ଲିକ, ଏଇଟା ବି ପବ୍ଲିକ, ଏଇଟା ବି ପବ୍ଲିକ, ତ ଫାର୍ମ ଷ୍ଟ୍ରିଟ୍ ହେଇଯିବ, ଅପସନ୍ ବି ହେଇଯିବ ଆନ୍ସର, ଅପସନ୍ ବି। ତ ଆଗକୁ ଯିବା, which of the following pairs of rivers of India irrigation project theorem is incorrectly match କହିଛି। ତ ଏଇଟା ତ ଠିକ ଅଛି, ଏଇଟା ବି ଠିକ ଅଛି, ଏଇଟା ବି ଠିକ ଅଛି, ତ ଆନ୍ସର ହେଇଯିବ ଆମର ଅପସନ୍ ବି, କ୍ରିଷ୍ଣା ରିଭରରେ ଇନ୍ଦିରା ସାଗର ପ୍ରୋଜେକ୍ଟ ନାହିଁ। which of the which of the following areas in India well known for metallurgical industry କୋଉଟା କହିଛି, ତାର ଆନ୍ସର ହେଇଯିବ ଛୋଟ ନାଗପୁର ରିଜିଅନ। ଆଗକୁ ଯିବା, in which of the following states of India is the population literacy rate lowest literacy କୋଉଟା ଥିଲା 2011 ହିସାବରେ, ବିହାର ହେଇଯିବ, ଏଟା ଇଜି କ୍ୱେଶ୍ଚିନ୍। which of the following service in India belongs to different ଏମାନଙ୍କ ମଧ୍ୟରୁ କୋଉ ସର୍ଭିସଟି ଡିଫରେଣ୍ଟ, which of the following service in India belongs to different sector than the other, ତ ଏହାର ଆନ୍ସର ହେଇଯିବ, ଆନ୍ସର କ'ଣ ହବ, ଏହାର ଆନ୍ସର ସି ହବ, କାରଣ ଏଇ ତିନିଟା କମ୍ୟୁନିକେସନରେ ଯାଉଛି, ଏଇ ତିନିଟା ହେଲେ ଦୂରଦର୍ଶନଟା ନାହିଁ। ଆଗକୁ ଯିବା, which among the following can considered as working in different, ମାନେ ଏମାନଙ୍କ ମଧ୍ୟରୁ କୋଉଟା ଗୋଟେ ଅର୍ଗାନାଇଜ୍ଡ ସେକ୍ଟର କହୁଛି, ପୋଷ୍ଟମ୍ୟାନ୍ ହବ, ସେମାନେ ଗୋଟେ ଅର୍ଗାନାଇଜ୍ ସେକ୍ଟରରେ କାମ କରନ୍ତି। କ୍ୱେଶ୍ଚିନ୍ ଗୁଡ଼ାକ ଦିଶୁନି ଭଲ ଭାବରେ, who presides over a joint session of parliament, ଜଏଣ୍ଟ ସେସନ ଯେଉଁ ଅଛି ସେଥିରେ କିଏ ପ୍ରେସିଡେଣ୍ଟ ମାନେ କିଏ ସଭାପତି ହୁଅନ୍ତି, ତ ଏହା ହେବା ସ୍ପିକର ଅଫ ଲୋକସଭା ହେଇଯିବା ହେଲା। which of the following fundamental rights provide the freedom of conscience to all person, freedom of conscience to all person, ଏଇଟା ହେଇଯିବା ରାଇଟ୍ ଟୁ ଫ୍ରିଡମରେ ଯିବ, ଏଇଟା ହେଲା ରାଇଟ୍ ଟୁ ଫ୍ରିଡମ ହେଇଯିବ। abolition of untouchability କୋଉ ଆର୍ଟିକଲ, ଆର୍ଟିକଲ 17। which schedule of Indian constitution separate list of union and state legislature, ଏଇଟା ହେଇଯିବ 7th schedule। ତ ଏଇଟା ଆଗକୁ ପେସେଜ ଅଛି ହେଲା, ପେସେଜ ଗୁଡ଼ାକ ଅଛି, ସେଇଟା ତ ଭଲ ହେଇଥିବ ନିଶ୍ଚିତ ଭାବରେ ତୁମମାନଙ୍କର। ତ କିଛି ଯଦି ଡାଉଟ୍ ଅଛି ତୁମମାନେ କମେଣ୍ଟ ସେକ୍ସନରେ ମାନେ ପଚାରି ପାରିବ। ହଉ, ତ ଏଇଟା ଥିଲା ଡିସ୍କସନ୍ ଯେଉଁ ଏକ୍ଜାମ୍ ତୁମର ଥିଲା ବିଡି ଏଣ୍ଟ୍ରାନ୍ସ। ତ ପୁଣି ଦେଖା ହେବ ଆଉ ଗୋଟେ ଭିଡ଼ିଓରେ।